हेलो फ्रेंड्स नमस्ते ମୁଁ ଆଜି ଆପଣମାନଙ୍କୁ ବ୍ରେଡ଼ରେ ପିଜ୍ଜା କେମିତି ସହଜ ଉପାୟରେ ପ୍ରସ୍ତୁତି କରାଯାଉଛି ତାର ପ୍ରୋସେସଟା ବନେଇ ଦେଉଛି ଯାହାକି ବିନା ଓଭେନରେ ବି ଆପଣମାନେ ତାୱାରେ ଘରେ ତିଆରି କରିପାରିବେ। ଏଥିପାଇଁ ସର୍ବପ୍ରଥମେ ଆମେ 4ଟି ବ୍ରେଡ଼କୁ ନେଇଯିବା ତାପରେ ତାର ଯେଉଁ ବ୍ରାଉନ୍ କଲର୍ ଅଛି ତାକୁ ଭଲସେ କାଟିଦେବା ଚାରିଆଡ଼ୁ। ଦେଖନ୍ତୁ ମୁଁ କେମିତି କାଟି ଦେଇଛି ନାଇଫ୍ ଦ୍ୱାରା। ନାଇଫ୍ ସାହାଯ୍ୟରେ ତାକୁ ଆମେ ଏମିତି ଭଲସେ କାଟିଦେବା। ହଁ ଦେଖନ୍ତୁ କାଟିକି ଆମେ ଏମିତି ଗୋଟେ ପ୍ଲେଟ୍‌ରେ ତାକୁ ନେଇଯାଇଛେ। ବର୍ତ୍ତମାନ ଆମେ ତା ଉପରେ ଯେଉଁ ମିକ୍ସଚରଟା ପଡ଼ୁଛି ତାର ପ୍ରସ୍ତୁତି ପ୍ରଣାଳୀ କହିବା ପାଇଁ ଚାହୁଁଛେ। ସେଥିପାଇଁ ଆମେ ପ୍ରଥମେ ବଏଲ୍ଡ ସ୍ୱିଟ୍ କର୍ଣ୍ଣ, କ୍ୟାପ୍ସିକମ୍, ଟିକେ ଟମାଟୋ ଆଉ କିଛି ପିଆଜ ନେଇଯିବା। ଆଉ ସେଥିରେ ଆମେ କିଛି ସେଜୱାନ୍ ସସ୍ କିମ୍ବା ଚିଲି ସସ୍ କିମ୍ବା କେଚପ୍ ଯାହା ଆପଣମାନଙ୍କ ଇଚ୍ଛା ତାହା ନେଇପାରିବ। ସେଥିରେ ଟିକେ ମିଓନିଜ୍ ଆଉ କିଛି ତମର ଚିଜ୍ ନେଇକି ତାକୁ ଭଲରେ ମିକ୍ସ କରିଦେବା। ଦେଖନ୍ତୁ ବର୍ତ୍ତମାନ ମିକ୍ସଚରଟା ପ୍ରସ୍ତୁତି ହେଇସାରିଛି। ବର୍ତ୍ତମାନ ଆମେ ଗ୍ୟାସଟା ଅନ୍ କରିବା ଆଉ ସେଥିରେ ତାୱା ବସେଇକି ସେଥିରେ ବଟରଟା ଭଲସେ ଲଗେଇଦେବା, ସ୍ପ୍ରେଡ୍ କରିଦେବା। ହଁ ଫ୍ରେଣ୍ଡସ୍, ଯଦି ଆପଣମାନଙ୍କୁ ମୋ ଚ୍ୟାନେଲଟି ପସନ୍ଦ ଲାଗୁଛି ତ ମୋ ଚ୍ୟାନେଲକୁ ଲାଇକ୍ ସେୟାର ସବସ୍କ୍ରାଇବ୍ ଆଉ କମେଣ୍ଟ କରିବା ଭୁଲିବେନି। ପ୍ଲିଜ୍ 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 ବହୁତ ମାତ୍ରାରେ ସବସ୍କ୍ରାଇବ୍ କରନ୍ତୁ, ଯଦ୍ୱାରା ମୋତେ ବି ବହୁତରୁ ବହୁତ ରେସିପି ଆପଣମାନଙ୍କ ସହିତ ସେୟାର କରିବାର ସୁଯୋଗ ମିଳିବ। ଦେଖନ୍ତୁ ଆମେ ଏମିତି ବ୍ରେଡ଼କୁ ନେଇଗଲେ କେମିତି ସ୍ପ୍ରେଡ୍ କରିକି ରଖିଦେଲେ ତା ଉପରେ ଟିକେ ସେଜୱାନ୍ ଚଟନି କିମ୍ବା କେଚପ୍ ଦେଇଦେବେ। ନଚେତ୍ ଆପଣଙ୍କ ପାଖରେ ଯଦି ପିଜ୍ଜା ସସ୍ ଅଛି ମାନେ ବହୁତ ଭଲ। ଯେହେତୁ ମୋ ପାଖରେ ପିଜ୍ଜା ସସ୍ ଆଭେଲେବଲ୍ ଥିଲା ତ ମୁଁ ପିଜ୍ଜା ସସ୍ ଆପ୍ଲାଏ କରିଦେଇଛି। ଏବେ ଯେଉଁ ମିକ୍ସଚରଟା ପ୍ରସ୍ତୁତି ଥିଲା ତାକୁ ସ୍ପ୍ରେଡ୍ କରିଦେବା ଏମିତି ଭଲରେ। ସ୍ପ୍ରେଡ୍ ହେଇଯାଇଛି ବର୍ତ୍ତମାନ ସବୁ ଭେଜିଟେବଲ୍ସ। ଏବେ ଆମେ ତା ଉପରେ ଟିକେ ଫ୍ରାଇଡ଼୍ ପନିର ବି ସ୍ପ୍ରେଡ୍ କରିଦେବା। ଦେଖନ୍ତୁ ଭଲରେ ସ୍ପ୍ରେଡ୍ କରିଦେଲା ପରେ ତା ଉପରେ ଆମେ କିଛି ଚିଜ୍ ବି ଦେଇଦେବା। ବର୍ତ୍ତମାନ ପନିର ସ୍ପ୍ରେଡ୍ ହେଇସାରିଲାଣି। ତା ଉପରେ ଆଉ କିଛି ଚିଜ୍ ଦେଇଦେବା। ଚିଜ୍ ଦେଲା ପରେ ବର୍ତ୍ତମାନ ତା ଉପରେ ଢାଙ୍କୁଣୀଟା ଦେଇ ଦେଇକି ଚିଜ୍ଟା ମେଲ୍ଟ ହେଲା ପର୍ଯ୍ୟନ୍ତ ବ୍ରେଡ଼କୁ ଫ୍ରାଏଡ଼୍ କରିବା। ମ୍ୟାକ୍ସିମମ୍ 10ରୁ 15 ମିନିଟ୍ ଭିତରେ ଆପଣ ତାକୁ ଫ୍ରାଏଡ଼୍ ହେବା ପାଇଁ ଛାଡ଼ିଦେବେ। ଦେଖନ୍ତୁ ଚିଜ୍ ଆମର ମେଲ୍ଟ ହେଇଯାଇଛି। ବର୍ତ୍ତମାନ ତା ଉପରେ ଆମେ କିଛି ଚିଲି ଫ୍ଲେକ୍ସ ଆଉ ଅରିଗାନୋ ଦେଇକି ସର୍ଭ କରିନେବା। ଦେଖନ୍ତୁ ଆମ ପିଜ୍ଜା ବର୍ତ୍ତମାନ ପ୍ରସ୍ତୁତି ହେଇସାରିଛି। ତାକୁ ଏବେ ଆମେ ପିଜ୍ଜା କଟରରେ କାଟିଦେବା। ଦେଖନ୍ତୁ କେତେ ଭଲସେ କଟି ହେଉଛି, ଜଣାପଡ଼ୁଛି ଯେମିତିକି ବ୍ରେଡ଼ଟା ପୁରା କ୍ରଞ୍ଚି ହେଇକି ତଳ ଆଡ଼ୁ ବି ଫ୍ରାଏ ହେଇସାରିଛି। ଦେଖନ୍ତୁ କେତେ ଭଲସେ କଟି ହେଇଯାଇଛି ଆଉ ଲାଗୁଛି ଯେ ଯେମିତି ତଳେ ବି ବ୍ରେଡ଼ଟା ପୁରା ଭଲସେ ଫ୍ରାଏ ହେଇଛି। ଏଇ ଦେଖନ୍ତୁ କେତେ ଟେଷ୍ଟି ଦେଖାଯାଉଛି। ବର୍ତ୍ତମାନ ଆମେ ଆକୁ ଟେଷ୍ଟ କରିବା। ସତରେ ସାଙ୍ଗମାନେ ବହୁତ ଟେଷ୍ଟି ହେଇଥିଲା। ଆପଣମାନେ ବି ଥରେ ଟ୍ରାଏ କରନ୍ତୁ। ଥ୍ୟାଙ୍କ ୟୁ।